ଆଜ୍ଞା ଜୟ ଜଗନ୍ନାଥ। ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପଦ୍ଧତିରେ ମତ ପରିବର୍ତ୍ତନ କରିବାର ଅଧିକାର ନେତା କର୍ମୀ ସାଧାରଣ ଜନତା ସମସ୍ତଙ୍କର ରହିଛି। ଏହା ମତ ପରିବର୍ତ୍ତନ କିଛି ଗୋଟେ ବଡ଼ କଥା ନୁହେଁ ଏବଂ ଏହା ହେବା ଉଚିତ। ସେ ସରକାରଙ୍କ ମତଦାନଟା ସରକାରଙ୍କ ସପକ୍ଷରେ ହେଉ କିମ୍ବା ବିପକ୍ଷରେ ହେଉ। କିନ୍ତୁ ଏଇ ଏକ ଦଶନ୍ଧି ଭିତରେ ଗୋଟେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆମେ ଲକ୍ଷ୍ୟ କରୁଛନ୍ତି ଯେ ନେତାମାନଙ୍କ ଦଳନିଆ ରୋଗ। ଯେଉଁ ନେତାମାନେ ଗୋଟେ ଦଳ ରହିକିନି ଆଦର୍ଶକୁ ଲୋକମାନଙ୍କୁ ଅବଗତ କରାଉଥିଲା ବେଳେ ସେମାନେ ପୁଣି ଯେତେବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟରୁ କୌଣସି କାରଣରୁ ବଞ୍ଚିତ କରାଯାଉଛି, ସେଠୁ ସେମାନେ କ'ଣ କରୁଛନ୍ତି ନା କ୍ଷୋଭ ପ୍ରକାଶ କରିକି ଦଳ ଛାଡ଼ୁଛନ୍ତି। ଛାଡ଼ିକି ପୁଣି ତାଙ୍କର ଶତ୍ରୁପକ୍ଷ ଦଳର ଯାଇକି ସାମିଲ ହୋଇଯାଉଛନ୍ତି। ବହୁତ ଏଇ ଏକ ଦଶନ୍ଧି ଭିତରେ ଆମେ ଲକ୍ଷ୍ୟ କରିଛନ୍ତି ବହୁତ ନେତା ସବୁ ଦଳ ଏକରକମ ମାନେ ଏ ଦଳ ସେ ଦଳ ସିଏ ଆଉ କେଉଁଟାକୁ ବାକି ରଖିନାହାନ୍ତି। ସବୁ ଦଳ ବୁଲିକିଣି ସେମାନେ ସାମିଲ ହୋଇଛନ୍ତି। ଏହାର ଗୋଟେ ମେନ୍ କାରଣ ହେଲା ଯେ ସେମାନଙ୍କୁ ଟିକେଟଟା ଦିଆଯାଉ ନାହିଁ। ଏହା ଅତି ଦୁଃଖ ଆଉ ପରିତାପର ବିଷୟ। ଏମାନେ ଯେଉଁ ଆଦର୍ଶ ଜନସାଧାରଣଙ୍କୁ ବୁଝାଉଛନ୍ତି, ଏଇ ଯେଉଁ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି, ସେଇ ତାଙ୍କରି ମୁହଁରେ ଯେଉଁ ଦଳର ସେ ପ୍ରଶଂସା କରୁଥିଲେ ସେଇ ଦଳକୁ ନିନ୍ଦା କରୁଛନ୍ତି, ଯେଉଁ ଦଳକୁ ନିନ୍ଦା କରୁଥିଲେ ତାକୁ ପୁଣି ପ୍ରଶଂସା କରୁଛନ୍ତି। ଏ ଜନସାଧାରଣଙ୍କୁ ଏମାନେ ପୁରା ଭୋକୁଆ ବନାଇବା ପାଇଁ ଚେଷ୍ଟା କରୁଛନ୍ତି। ଏ ପରିପ୍ରେକ୍ଷୀରେ ଯେଉଁ 2024 ସାଧାରଣ ନିର୍ବାଚନ ହେବାକୁ ଯାଉଛି, ଏଠି ଆପଣମାନେ ଆମ ସମସ୍ତଙ୍କୁ ହିଁ ସଚେତନ ହେବାକୁ ପଡ଼ିବ। କାହାର ଭୁଆଁ ବୁଲା କଥାରେ ଆମେ ପରିଚାଳିତ ହେବା ନାହିଁ। ସୁଚିନ୍ତିତ ମତ ପ୍ରଦାନ କରିବା। ଏଇ ପରିପ୍ରେକ୍ଷୀରେ ସେଇ ନେତାମାନଙ୍କ ପାଇଁ ପଦୁଟିଏ ଯେଉଁମାନେ ସ୍ୱାର୍ଥକୁ ସର୍ବସ୍ୱ ମନେକରି ଦଳ ତ୍ୟାଗ କରୁଛନ୍ତି ଯେ ସିଇ ବିଲେଇ ତୁ ରୁଷୁ କାହିଁକି, ବାର ଭାଡ଼ି ତଳେ ପଶୁ କାହିଁକି, ତୁ ବାର ଭାଡ଼ି ତଳେ ପଶୁ କାହିଁକି, ଛି ବିଲେଇ ତୁ ରୁଷୁ କାହିଁକି, ମାଲିକ ତୋହର ରଖିଅଛି ମୁଆଁ, ଖାଇବାକୁ ତୋର ଧୈର୍ଯ୍ୟ ନାହିଁ କି, ଖାଇବାକୁ ତୋର ଧୈର୍ଯ୍ୟ ନାହିଁ କି, ଛି ବିଲେଇ ତୁ ରୁଷୁ କାହିଁକି। ଜୟ ଜଗନ୍ନାଥ।